ଗାଁ ଦାଣ୍ଡରେ ଖେଳୁଛି ବନ୍ୟା ଜଳ ଏବଂ ଜିରୋରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ। ବନ୍ୟା ଜଳ ଯୋଉଠି ଘର ଭିତରେ ପାଣି ବହିଛି ଏବଂ ଲୋକଙ୍କୁ ଭେଟୁଛନ୍ତି। ଆମ ସହିତ ସିଧାସଳଖ ଯୋଡ଼ି ହେବେ ସମ୍ପତ ଚନ୍ଦ୍ର ସ୍ୱାଇଁ। କଣ କହିବେ? ଆଇଥିଲେ ଜିଲ୍ଲା ଯୋଉ କୁଜଙ୍ଗ ବ୍ଲକରେ ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପଶିଛି। କୋଉ ଗ୍ରାମକୁ ଆଇଥିଲେ ଏବଂ କୋଉ ଗ୍ରାମରେ ଅଧିକା ବନ୍ୟା ଜଳ ପଶିଛି ଏବଂ ଦୁଃଖ ରହିଛି? କିନ୍ତୁ କୁଜଙ୍ଗ ବ୍ଲକର ହରିପୁର ଗ୍ରାମରେ ସାଇଲ ପଞ୍ଚାୟତର ଏବଂ ବାଲିଗଣି ପଞ୍ଚାୟତର କାଳିକୁଦ, ଚୌଧୁରୀକୁଦ, ମାଧପୁର ଏବଂ ଜିଲ୍ଲାନାସୀ ପଞ୍ଚାୟତର ସାରାଡିଆ, ଜୟସିଂହପୁର, ବରିଆଡିଆ ଏସବୁ ଗ୍ରାମରେ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛି ମହାନଦୀରେ ଜଳର ସ୍ତର ବଢିବା ଯୋଗୁଁ। ତେଣୁ ଆମେ ଏବେ ସାରାଡିଆ ଗ୍ରାମରେ ଅଛେ। ସାରାଡିଆ ଗ୍ରାମରେ ବିଶେଷ କରି ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି। ଯଦି ଦେଖିବେ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେଇଯାଇଛି ଏବଂ ଲୋକମାନେ ଯୋଉ ବିଚ୍ଛିନ୍ନ ଅବସ୍ଥାରେ ଥିଲେ ତାଙ୍କୁ କିଭଳି ଭାବରେ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନ ତତ୍ପରତାର ସହିତ କାମ କରୁଛି। ଏବେ ବି ଏରିଏମ୍, ବିଡିଓ, ତହସିଲଦାର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ, ଡକ୍ଟର ମାନେ ଆସି ସ୍ୱାସ୍ଥ୍ୟ ବି ଯାଞ୍ଚ କରୁଛନ୍ତି। ସବୁ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ଯୋଗାଇ ଦେଉଛନ୍ତି। ଗୋଖାଦ୍ୟ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଉଛି। ତା ସହିତ ତ୍ରିପାଲ ମଧ୍ୟ ଯୋଗାଇ ଦିଆଯାଉଛି। ମାନେ କିଭଳି ମାନେ ଗାଈ ଗୋରୁ ମାନଙ୍କୁ ସୁରକ୍ଷିତ ସ୍ଥାନରେ ନେଇକି ରଖିବା ପାଇଁ। ତ ଲୋକମାନେ କିଭଳି ଭାବରେ ଅସୁବିଧାର ସମ୍ମୁଖୀନ ନ ହେବେ ତା ପାଇଁ ପୁରା ବ୍ୟବସ୍ଥା ପ୍ରଶାସନ ମଧ୍ୟ କରୁଛି। ଆମେ ବି ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛୁ। ଯାହା ଆବଶ୍ୟକ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଛି। ନିହାତି ଶୁଖିଲା ଖାଦ୍ୟ ଆବଶ୍ୟକ ଅଛି ଏବଂ ସକାଳୁ ଶୁଖିଲା ଖାଦ୍ୟ ସମସ୍ତ ପିଆରଆଇ ମାନଙ୍କ ମାଧ୍ୟମରେ ଦିଆଯାଉଛି। ତାଙ୍କର ୱାର୍ଡ ୱାଇଜ ସବୁ ବଣ୍ଟନ କରାଯାଉଛି ଏବଂ ଯାହା ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବ। କିଛି ଲୋକମାନଙ୍କର ଅସୁବିଧା ହେବ ନାହିଁ। ଆପଣ ଶୁଣୁଥିଲେ ଆମ ସହିତ ସିଧାସଳଖ କଥା ହେଉଥିଲେ ଶିଳ୍ପମନ୍ତ୍ରୀ ଥିଲେ ଏବଂ ବିଭିନ୍ନ ଅଞ୍ଚଳ ଯୋଉ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି ସେହି ଅଞ୍ଚଳରେ ନିଜେ ଶିଳ୍ପମନ୍ତ୍ରୀ ଯାଇକି ଅନୁଧ୍ୟାନ କରିଥିଲେ ଏବଂ ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିଥିଲେ। ପାରାଦୀପ କୁଜଙ୍ଗରୁ ସତୀଶ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।